ଓଡ଼ିଶାରେ ବିଭିନ୍ନ ଓଡ଼ିଶାର ପ୍ରାକୃତିକ ହ୍ରଦ ଗୁଡ଼ିକ ବିଷୟରେ ଜାଣିବା, ଯେଉଁଟାକି ସାଧାରଣତଃ ହ୍ରଦ କୁହାଯାଇଥାଏ। ସେଇ ଓଡ଼ିଶାର ହ୍ରଦ ଗୁଡ଼ିକ କେଉଁ ଗୁଡ଼ିକ ନା କେତେ ଗୁଡ଼ିଏ ହ୍ରଦ ରହିଛି। ଆଜି ଦେଖିବା ଚିଲିକା ତାହା ହେଉଛି 515 ବର୍ଗ କିମି ଏରିଆରେ ରହିଛି ଚିଲିକାଟି। ତା'ର ଅବସ୍ଥିତି ହେଉଛି ପୁରୀ ଆଉ ଗଞ୍ଜାମ ଜିଲ୍ଲାରେ। ସେ ଚିଲିକାଟି ଅବସ୍ଥିତ ପୁରୀ ଜିଲ୍ଲାରେ ଆଉ ଗଞ୍ଜାମ ଜିଲ୍ଲାରେ। ସେଭଳି ସଅର ହ୍ରଦଟି ଆପଣଙ୍କର 15 ବର୍ଗ କିମି ଏରିଆରେ ରହିଛି ସଅର ହ୍ରଦଟି। ସେଠି କେଉଁ ଜିଲ୍ଲାରେ ନା ପୁରୀ ଜିଲ୍ଲାରେ ରହିଛି। ସେଭଳି ଭେଜିପୁଟ ବୋଲି ଗୋଟେ ରହିଛି, ତାହା 175 ଏକର ବର୍ଗ କିମିରେ ଯେଉଁ 175 ଏକର କେବଳ 175 ଏକରରେ ସେଟା ରହିଛି। ଗଞ୍ଜାମ ଜିଲ୍ଲାରେ ଏହା ଅବସ୍ଥିତ ଭେଜିପୁଟ ହ୍ରଦଟି। ସେଭଳି ଆଉ ଗୋଟେ ହ୍ରଦ ରହିଛି ଆପଣଙ୍କର ଅଂଶୁପା ହ୍ରଦ ଯେଉଁଠି ରହିଛି ତା'ର 42 ବର୍ଗ କିମି ଏରିଆରେ ସେଠି ରହିଛି। 42 ବର୍ଗ କିମି ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ। ସେହିଭଳି ଆପଣଙ୍କର କାଞ୍ଜିଆ ହ୍ରଦ ନାଁ ଶୁଣିଥିବେ। କାଞ୍ଜିଆ ହ୍ରଦଟି 134 ଏକର ଜାଗାରେ ସେ ଅଛି। କାଞ୍ଜିଆ ହ୍ରଦଟି ତାହା ଖୋର୍ଦ୍ଧା ଜିଲ୍ଲାରେ ଏହା ଅବସ୍ଥିତ। ସେଭଳି ତମପଡ଼ା ଯେଉଁ ଆପଣଙ୍କର ରହିଛି ହ୍ରଦଟି, ତାହା 5 ଏକରରେ ରହିଛି। 5 ଏକର ଜାଗାରେ ତାହା ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ତାହେଲେ ପ୍ରାକୃତିକ ହ୍ରଦ ବିଷୟରେ ଆଜି ଜାଣିଲେ ଓଡ଼ିଶାରେ କେଉଁ ପ୍ରାକୃତିକ ହ୍ରଦ ରହିଛି ଆଉ ତା'ର ଅବସ୍ଥିତି କେଉଁ ଜିଲ୍ଲାରେ ସବୁ ରହିଛି।